ଆଜି ଆମେ ଏମିତି ଜଣେ ଦେବତାଙ୍କ କଥା କହିବାକୁ ଯାଉଛେ ଯିଏ କେବଳ ମନ୍ଦିର ଭିତରେ ପୂଜା ପାଆନ୍ତି ନାହିଁ ବରଂ ଏକ ବିଶାଳ ସାମ୍ରାଜ୍ୟର ରାଜା ଭାବରେ ପ୍ରତିଦିନ ଶାସନ କରନ୍ତି। କେବେ ଭାବିଛନ୍ତି ଜଣେ ଈଶ୍ୱର ଯିଏ ଜଣେ ରାଜା ବି? କଳ୍ପନା କରନ୍ତୁ ତ, ଜଣେ ଦେବତା ଯାହାଙ୍କର ନିଜର ରାଜପ୍ରାସାଦ ଅଛି, ଗୋଟେ ପୁରା ମନ୍ତ୍ରିମଣ୍ଡଳ ଅଛି, ଆଉ ଏକ ରାଜକୀୟ ଦିନଚର୍ଯ୍ୟା ବି ଅଛି। ହଁ, ଠିକ୍ ଶୁଣିଲେ। ଆମେ କଥା ହେଉଛେ ସ୍ୱୟଂ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କର। ପୁରୀରେ ସେ କେବଳ ମନ୍ଦିରରେ ପୂଜା ପାଉଥିବା କୌଣସି ପଥର ମୂର୍ତ୍ତି ନୁହନ୍ତି। ସେ ହେଉଛନ୍ତି ଜଣେ ଜୀବନ୍ତ ରାଜା, ଯିଏ ପ୍ରତିଟି ମୁହୂର୍ତ୍ତରେ ନିଜ ରାଜ୍ୟର ଶାସନ କରନ୍ତି। ତେବେ ଜଣେ ରାଜା ହେଲେ ଈଶ୍ୱର ବି, ଏ କଥାଟା ଟିକେ ଗଭୀର। ଆଉ ଏହାକୁ ବୁଝିବାକୁ ହେଲେ ନା ଆମକୁ ପ୍ରଭୁ ଜଗନ୍ନାଥଙ୍କର ଦୁଇଟି ଅଲଗା ଅଲଗା ସ୍ୱରୂପକୁ ଦେଖିବାକୁ ପଡ଼ିବ। ଗୋଟେ ପଟେ ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ସଖା, ଯାହାଙ୍କ ଆଖିରେ କେବଳ କରୁଣା ଆଉ ସ୍ନେହ। କିନ୍ତୁ ଜାଣିଛନ୍ତି, ସେହି ସରଳତାର ଆଢ଼ୁଆଳରେ ହିଁ ଲୁଚି ରହିଛି ବ୍ରହ୍ମାଣ୍ଡର ସର୍ବୋଚ୍ଚ ରାଜାର ମହିମା। ଆଉ ପୁରୀରେ ତାଙ୍କର ପ୍ରତିଟି ନୀତିକାନ୍ତି ସେହି ରାଜକୀୟ ଶକ୍ତିର ହିଁ ପ୍ରମାଣ ଦିଏ। ଆଉ ଏ ଯେଉଁ ରାଜକୀୟ ପରମ୍ପରା ନା, ଏଇଟା କିଛି ଆଜିକାଲିର କଥା ନୁହେଁ। ଏହାର ଚେର ଲମ୍ବିଛି ସିଧା ପ୍ରଭୁ କୃଷ୍ଣଙ୍କ ଦ୍ୱାରକା ଲୀଳା ପର୍ଯ୍ୟନ୍ତ। କୁହାଯାଏ, ସେହି ସୁବର୍ଣ୍ଣନଗରୀ ଦ୍ୱାରକାର ଐଶ୍ୱର୍ଯ୍ୟ ହିଁ ଆଜି ପୁରୀର ଶ୍ରୀମନ୍ଦିରରେ ପୁଣିଥରେ ଜୀବନ୍ତ ହୋଇଉଠିଛି। ଯେମିତି ପ୍ରତ୍ୟେକ ରାଜ୍ୟର ଗୋଟେ ରାଜଧାନୀ ଥାଏ ଆଉ ସେଇଠି ଥାଏ ରାଜପ୍ରାସାଦ, ଠିକ୍ ସେମିତି। କିନ୍ତୁ ଜଗନ୍ନାଥଙ୍କ ରାଜ୍ୟର ପ୍ରାସାଦ, ସେଇଟା ସାଧାରଣ ନୁହେଁ, ସେଇଟା ହେଉଛି ଚମତ୍କାରର ଏକ ସ୍ଥଳ। ଶ୍ରୀମନ୍ଦିରକୁ ଖାଲି ଗୋଟେ ମନ୍ଦିର ବୋଲି ଭାବିଲେ ବହୁତ ବଡ଼ ଭୁଲ ହେବ। ଏଇଟା ହେଉଛି ସେଇ ପରମ ସତ୍ତାର ଜୀବନ୍ତ ପ୍ରାସାଦ, ମାନେ ରାଜମହଲ, ଯେଉଁଠି ପ୍ରକୃତିର ନିୟମ ବି ହାର ମାନିଯାଏ। ଚାଲନ୍ତୁ ଏ ରାଜପ୍ରାସାଦର କିଛି ଆଶ୍ଚର୍ଯ୍ୟ କଲା ଭଳି କଥା ଜାଣିବା। ଦେଖନ୍ତୁ, ମନ୍ଦିର ଚୂଡ଼ାରେ ଥିବା ପତାକା ସବୁବେଳେ ପବନ ଯେଉଁ ଦିଗକୁ ବହୁଥାଏ ତାର ଓଲଟା ଦିଗରେ ଉଡ଼େ। କେମିତି ସମ୍ଭବ? ଆଉ ଉପରେ ଯେଉଁ ନୀଳଚକ୍ର ଅଛି ତାର ଛାଇ କେବେ ହେଲେ ତଳେ ପଡ଼େନି। ଆଉ ସବୁଠୁ ବଡ଼ କଥା, ସିଂହଦ୍ୱାର ଭିତରକୁ ପାଦ ଦେଲା ମାତ୍ରେ ବାହାରେ ଗର୍ଜନ କରୁଥିବା ସମୁଦ୍ରର ଶବ୍ଦ ବିଲକୁଲ ଚୁପ୍ ହୋଇଯାଏ। ଏଗୁଡ଼ିକ ଖାଲି ଚମତ୍କାର ନୁହେଁ, ବରଂ ରାଜାଙ୍କ ଅସୀମା ଶକ୍ତିର ପ୍ରମାଣ। ଆଚ୍ଛା, କୌଣସି ବି ରାଜା ତ ଏକା ଶାସନ କରିପାରନ୍ତିନି, ଠିକ୍ ନା? ତାଙ୍କର ମନ୍ତ୍ରିମଣ୍ଡଳ ଥାଏ। ଠିକ୍ ସେମିତି ପ୍ରଭୁ ଜଗନ୍ନାଥଙ୍କର ବି ରହିଛି ଏକ ବିଶାଳ ଆଉ ଦିବ୍ୟ ରାଜସଭା। ଏଇ ଦିବ୍ୟ ରାଜସଭାଟାକୁ ଟିକେ ବୁଝିବା ଚାଲନ୍ତୁ। ଏଠି ମା ମହାଲକ୍ଷ୍ମୀ ହେଉଛନ୍ତି ସ୍ୱୟଂ ରାଣୀ, ଯିଏ ରୋଷେଇଶାଳା ଆଉ କୋଷାଗାରର ଦାୟିତ୍ୱ ନିଅନ୍ତି। ମା ବିମଳା ହେଉଛନ୍ତି ଜଣେ ଅଭିଭାବକଙ୍କ ଭଳି, ଯାହାଙ୍କ ଅନୁମତି ବିନା ଭୋଗ କେବେ ବି ମହାପ୍ରସାଦ ହୁଏନି। ଆଉ ଶହ ଶହ ସେବାୟତମାନେ, ସେମାନେ ହେଲେ ରାଜାଙ୍କ ମନ୍ତ୍ରୀ ଆଉ ସଭାସଦ, ଯେଉଁମାନେ ପିଢ଼ି ପରେ ପିଢ଼ି ରାଜାଙ୍କ ସେବା କରି ଆସୁଛନ୍ତି। ଆଉ ତାଙ୍କର ଦିନଚର୍ଯ୍ୟା, ସେଇଟା ବି ତ ଜଣେ ସମ୍ରାଟଙ୍କ ପରି ହିଁ ହେବ। ସକାଳେ ସଙ୍ଗୀତ ଶୁଣି ଉଠିବାଠାରୁ ଆରମ୍ଭ କରି ରାଜକୀୟ ସ୍ନାନ, ବେଶ, ଦରବାର ଆଉ ଶେଷରେ ରାତିରେ ଶେଷ ନୀତି ପରେ ଶୟନ କରିବା ପର୍ଯ୍ୟନ୍ତ ସବୁକିଛି ଚାଲେ ଏକଦମ ରାଜକୀୟ ଠାଣିରେ। ଆଉ ଜାଣିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ରାଜକୀୟ ଜୀବନର ସବୁଠୁ ଆକର୍ଷଣୀୟ ଅଂଶ କୋଉଟା? ସେଇଟା ହେଉଛି ତାଙ୍କର ରୋଷେଇଶାଳା, ଯାହାକୁ ଆମେ ଆନନ୍ଦ ବଜାର ବୋଲି କହୁ। କେବେ କଳ୍ପନା କରିଛନ୍ତି, ପ୍ରତିଦିନ 700ରୁ ବି ଅଧିକ ନୂଆ ମାଟି ହାଣ୍ଡିରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଖାଇବା ତିଆରି ହେଉଛି। ଆଉ ସବୁଠୁ ବଡ଼ ଚମତ୍କାର କ'ଣ ଜାଣନ୍ତି? ଏତେ ବଡ଼ ଆୟୋଜନ ସତ୍ତ୍ୱେ ଟିକେ ବି ଖାଦ୍ୟ କେବେ ନଷ୍ଟ ହୁଏନି କି କମ୍ ପଡ଼େନି। ତେବେ ଏ ମହାପ୍ରସାଦ ଏତେ ବିଶେଷ କାହିଁକି? ଦେଖନ୍ତୁ, ଏହା ସ୍ୱୟଂ ମା ମହାଲକ୍ଷ୍ମୀଙ୍କର ତତ୍ତ୍ୱାବଧାନରେ ବିଲକୁଲ ପାରମ୍ପରିକ ଓ ପବିତ୍ର ପଦ୍ଧତିରେ ତିଆରି ହୁଏ। ଏଇଟା ଖାଲି ପେଟ ପୂରାଇବା ପାଇଁ ଖାଦ୍ୟ ନୁହେଁ, ଏହା ହେଉଛି ଈଶ୍ୱରଙ୍କର ଆଶୀର୍ବାଦ, ଯାହା ସମସ୍ତଙ୍କୁ ସମାନ ଭାବରେ ମିଳେ। ଏ କଥାଟାର ଅର୍ଥ ବହୁତ ଗଭୀର। ମାନେ, ଏହି ରାଜ୍ୟରେ ଜଣେ ରାଜା ହୁଅନ୍ତୁ କି ଜଣେ ସାଧାରଣ ଭକ୍ତ, ସମସ୍ତଙ୍କ ପାଇଁ ଖାଦ୍ୟ ଗୋଟିଏ। ଏଠି କୌଣସି ପ୍ରକାର ଭେଦଭାବ ନାହିଁ, କାରଣ ଏ ରାଜାଙ୍କ ଆଖିରେ ସମସ୍ତ ପ୍ରଜା ସମାନ। ଜଣେ ଭଲ ରାଜାର କର୍ତ୍ତବ୍ୟ କ'ଣ? ସେ ସବୁବେଳେ ନିଜ ପ୍ରଜାମାନଙ୍କ ସୁଖ ଦୁଃଖ ବୁଝିବାକୁ ସେମାନଙ୍କ ପାଖକୁ ଯାଆନ୍ତି। ଆଉ ଆମ ରାଜା ଜଗନ୍ନାଥ, ସେ ବି ବର୍ଷର କିଛି ବିଶେଷ ଦିନରେ ନିଜ ପ୍ରାସାଦ ଛାଡ଼ି ସିଧା ରାଜରାସ୍ତାକୁ ଓହ୍ଲାଇ ଆସନ୍ତି। ଆଉ ଏହି ଦୁଇଟି ଦୃଶ୍ୟ, ଏଗୁଡ଼ିକ ହେଉଛି ତାଙ୍କର ରାଜକୀୟତାର ଶୀର୍ଷ। ରଥଯାତ୍ରା, ଯେତେବେଳେ ରାଜା ନିଜେ ଲୋକଙ୍କ ପାଖକୁ ଆସନ୍ତି, ଏହା ଦେଖାଇବା ପାଇଁ ଯେ ଦିବ୍ୟତା ସମସ୍ତଙ୍କ ପାଇଁ। ଆଉ ସୁନାବେଶ, ସେତେବେଳେ ତାଙ୍କର ଅପାର ଐଶ୍ୱର୍ଯ୍ୟ ଆଉ ସାର୍ବଭୌମତ୍ୱର ପ୍ରଦର୍ଶନ ହୁଏ, ଯାହାକୁ ଦେଖିଲେ ମନ ଆପେ ଆପେ ଭକ୍ତିରେ ନଇଁଯାଏ। ହଉ, ଏତେ ସବୁ ଐଶ୍ୱର୍ଯ୍ୟ, ଏତେ ଶକ୍ତି ଆଉ ଏତେ ପରମ୍ପରା, ଏସବୁ ଦେଖିଲା ପରେ ମନରେ ଗୋଟେ ପ୍ରଶ୍ନ ଆସେ।
ପ୍ରକୃତରେ ଏହି ରାଜାଙ୍କ ଶାସନର ମୂଳ ଆଧାରଟା କ'ଣ? ତାଙ୍କ ଆଖିରେ ଦେଖିଲେ ଏକା ସାଙ୍ଗରେ ଦୁଇଟା ଜିନିଷ ଦେଖାଯାଏ, ଆଦେଶ ଆଉ କରୁଣା। ଗୋଟେପଟେ ସେହି ଶକ୍ତି ଯାହା ପୁରା ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣରେ ରଖିଛି, ଆଉ ଅନ୍ୟପଟେ ସେହି ପ୍ରେମ ଯାହା ପ୍ରତ୍ୟେକ ଭକ୍ତକୁ କୋଳେଇ ନେଉଛି। ଏହାର ଅର୍ଥ ଜାଣିଛନ୍ତି କ'ଣ? ଏହି ରାଜ୍ୟର ସବୁଠାରୁ ବଡ଼ ଶକ୍ତି କୌଣସି ସୈନ୍ୟ ବା ଅସ୍ତ୍ରଶସ୍ତ୍ର ନୁହେଁ। ଏହାର ମୂଳଦୁଆ ହେଉଛି କେବଳ ପ୍ରେମ। ତାଙ୍କର ସିଂହାସନ କୌଣସି ସୁନାର ରାଜମହଲରେ ନୁହେଁ, ବରଂ ତାଙ୍କ କୋଟି କୋଟି ଭକ୍ତଙ୍କ ହୃଦୟ ଭିତରେ ରହିଛି। ତେବେ ଟିକେ ଭାବିଲେ, ଯଦି ଦୁନିଆର ସବୁଠୁ ବଡ଼ ଶକ୍ତି ବଡ଼ ଦେଖାଇ ନୁହେଁ ବରଂ ପ୍ରେମ ଦ୍ୱାରା ଶାସନ କରେ, ତେବେ କେମିତି ହୁଅନ୍ତା? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ପ୍ରଭୁ ଜଗନ୍ନାଥଙ୍କ ରାଜକୀୟ ଜୀବନ ଭିତରେ ହିଁ ଲୁଚି ରହିଛି। ଆସନ୍ତୁ ଏହି ବିଚାର ସହିତ ଆଜିର ଆଲୋଚନାକୁ ଏଇଠି ଶେଷ କରିବା। ଜୟ ଜଗନ୍ନାଥ।